ବାଲିବଣଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ। ଶନିବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁର୍ଜୁରୀ ଶାଳବଣ ସ୍ଥିତ ଶନିଦେବ ମନ୍ଦିର ନିକଟରେ ଗୌରୀଶଙ୍କର ମହାରଣାଙ୍କ ସଭାପତିତ୍ୱରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ଆନ୍ଧ୍ର ଓ ତେଲେଙ୍ଗାନା ଆର୍ଏସ୍ଏସ୍ ସାଧୁ ସମାଜ ଅଧ୍ୟକ୍ଷ ତ୍ରିଦଣ୍ଡ ସ୍ୱାମୀ ଭାସ୍କର ତୀର୍ଥଜୀ ମହାରାଜ, ଖୋର୍ଦ୍ଧା କଳାମାଟିଆ ମଠାଧୀଶ ବାବାଜୀ ପଦ୍ମଚରଣ ଦାସ, ଶରଧାପୁର ମଠାଧୀଶ ବାବାଜୀ ରାଧାରମଣ ଦାସ, ବୃନ୍ଦାବନ ଇସ୍କନ ବାବାଜୀ ସୁଚିତ୍ର ଦାସ, ପି ନୂଆଗାଁ ମଠାଧୀଶ ଦାମୋଦର ଦାସ, କନିଆରବାଡ଼ି ମଠାଧୀଶ ବୈଷ୍ଣବଚରଣ ଦାସ, ବାଲିବଣ ନାଗାବାବା ଗୋପାଳକୃଷ୍ଣ ପୁରୀ, ଆର୍ଏସ୍ଏସ୍ ଜିଲ୍ଲା କାର୍ଯ୍ୟବାହୀ ମୁଖ୍ୟ ସଞ୍ଜୟ କୁମାର ଦାସ, ସହମୁଖ୍ୟ ନାରାୟଣ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ମହାନ୍ତି, ସୁଭାଷ ଚନ୍ଦ୍ର ବିଶ୍ୱାଳ, ଶିକ୍ଷୟିତ୍ରୀ ଶୁଭସ୍ମିତା ସାହୁ, ସମାଜସେବୀ ଶିବରାମ ଦୋରା ଆଦି ଅତିଥି ଭାବେ ଯୋଗଦେଇ ଧର୍ମ ହେଉଛି ହିନ୍ଦୁ ଧର୍ମ, ସନାତନ ଧର୍ମକୁ ସଂଗଠିତ ଏବଂ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ସେହି ଦୃଷ୍ଟିରୁ ହିନ୍ଦୁ ସମ୍ମିଳନୀ କରାଯାଇ ସଂଗଠିତ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ଆଖପାଖ ଅଞ୍ଚଳର ଅନେକ ପୁରୁଷ ମହିଳା ଉପସ୍ଥିତ ଥିଲେ। ବେଗୁନିଆପଡ଼ାରୁ କବିତା ନାୟକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ୍।